ଚିକେନ୍‌ର ସେମ୍ ରେସିପି ଖାଇ ଯାଇ ବୋର୍ ହେଇଯିବେ ନା, ପାଳଙ୍ଗ ଶାଗରେ ବରଫକୁ ଦେଇକିରି ଏଇ ରେସିପିଟି ବନାନ୍ତୁ। ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ତ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ବଢ଼ିଆ ପୁରା ଆମର ପାଳଙ୍ଗ ଶାଗରେ ଚିକେନ୍ ରେସିପିଟି ବନିକି ରେଡ଼ି ହେଇଛି। ଆଉ ପୁରାପୁରି ହୋଟେଲ ଢାବା ଷ୍ଟାଇଲ୍‌ରେ ବନିକି ରେଡ଼ି ହେଇଛି। ପୁରା କ୍ରିମି ଦେଖାହେଉଛି। ଘରର ବେସିକ୍ ସାମଗ୍ରୀରେ ହିଁ ବନିକି ରେଡ଼ି ହେବ। ପୁରାପୁରି ଇଜି ପ୍ରୋସେସ୍‌ରେ ବନିକି ରେଡ଼ି ହେବ। ଯଦି ପ୍ରଥମ ଥର ବି ବନଉଛନ୍ତି ତାହେଲେ ବି ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ଆଉ ରୁଟି ସହିତ, ଭାତ ସହିତ ବହୁତ ବଢ଼ିଆ ଲାଗିବ। ପୁରା ଜବରଦସ୍ତ ରେସିପିଟି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ତ ଚାଲନ୍ତୁ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ସ୍ୱାଗତ। ତ ଏବେ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ପ୍ରଥମେ ଆମେ କିଛି ଚିକେନ୍ ନେବା। ଏଠି ଦେଖନ୍ତୁ ଚିକେନ୍‌କୁ ଟିକେ ଭଲସେ କ୍ଲିନ୍ କରି ଧୋଇ ଦେଇଛି। ଧୋଇ ସାରିବା ପରେ ଆମେ ସେଥିରେ ଏଡ୍ କରିଦେବା ଅଦା ରସୁଣ ପେଷ୍ଟ ଏଡ୍ କରିଦେବା। ଗୋଲମରିଚ ପାଉଡ଼ର ଏଡ୍ କରିବା ହାଫ୍ ଚାମଚ। ପୁଣି ଥରେ ଆମେ ସେଥିରେ ଏଡ୍ କରିଦେବା ଦହି। ତ ଏଠି ମୁଁ ମାର୍କେଟରେ ଦହି ଏଡ୍ କରିଛି। ତ ଦହି ଦେଖିବେ ଖଟା ନଥିବ ଏଡ୍ କରିବେ। ତ ଏବେ କ'ଣ କରିବେ ନା ହାତ ସାହାଯ୍ୟରେ ଟିକେ ଭଲସେ ମିକ୍ସ କରି ଅଧଘଣ୍ଟା ପାଇଁ ଆକୁ ଆମେ ରେଷ୍ଟ ପାଇଁ ରଖିବା। ଦେଖିବେ ଯେତେ ରେଷ୍ଟ ପାଇଁ ରଖିବେ ସେତେ ବଢ଼ିଆ ପୁରା ଜୁସି ରେସିପିଟି ବନିକି ରେଡ଼ି ହେବ। ତ ତାପରେ କ'ଣ କରିବା ନା ଯେହେତୁ ଆଜି ଆମେ ପାଳଙ୍ଗ ଶାଗରେ ବନେଇବା ରେସିପିଟି, ତ ଏ ପାଳଙ୍ଗ ଶାଗକୁ ଭଲସେ ଟିକେ ବାଛିଦେବା, କ୍ଲିନ୍ କରି ଟିକେ ଧୋଇଦେବା। 2ରୁ 3 ଥର ଟିକେ ଧୋଇଦେବେ। ଯଦି ବାଲି ଥିବ ତାହେଲେ ବାହାରି ପଡ଼ିବ। ତ ଦେଖନ୍ତୁ ଏଭଳି ପ୍ରୋସେସ୍‌ରେ ଧୋଇକିରି ଗୋଟେ ଆମେ ପ୍ଲେଟ୍‌କୁ ଏବେ ବାହାର କରିଦେବା। ଫ୍ରେଣ୍ଡସ୍, ଆପଣମାନେ ଥରେ ବନେଇକି ଦେଖନ୍ତୁ ପାଳଙ୍ଗ ଶାଗର ଏଇ ରେସିପିଟି ବାରମ୍ବାର ବନେଇକି ଖାଇବାକୁ ଇଚ୍ଛା ହେବ। ବହୁତ ସ୍ୱାଦିଷ୍ଟ ଲାଗେ। ତ ପାଳଙ୍ଗ ଶାଗ ସରିବା ଆଗରୁ ଏ ରେସିପିଟି ଘରେ ଟ୍ରାଏ କରନ୍ତୁ। ତ ଦେଖିବେ ସମସ୍ତେ ପସନ୍ଦ କରିବେ। ତ ବାହାରୁ ଆଣିକିରି ଖାଇବା ବଦଳରେ ଆପଣମାନେ ଯଦି ଘରେ ବନେଇକିରି ଖାଇବେ ତାହେଲେ ହେଲ୍ଦି ବି ରହିବ ଆଉ ଟେଷ୍ଟି ବି ରହିବ। ତ ଦେଖନ୍ତୁ ପାଳଙ୍ଗ ଶାଗକୁ ସବୁତକ ମୁଁ ପାଣିରୁ ଛାଣିକରି ଗୋଟେ ଏଇଠି ପ୍ଲେଟ୍‌ରେ ରଖିଦେଇଛି। ତ ଏବେ ଚାଲନ୍ତୁ ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ତ ପୁଣି ଥରେ ଦେଖନ୍ତୁ ଏଠି 2ଟି ପିଆଜ ନେଇଛି। ପିଆଜକୁ ବି ପିସେସ୍‌ରେ ଆମେ କଟିଂ କରିଦେବା। ତ ପିଆଜକୁ କଟିଂ କରିବା ପୂର୍ବରୁ ଆମେ କ'ଣ କରିବା ନା କିଛି ବରଫ ନେବା, ତାକୁ ଗୋଟେ ବାଉଲ୍‌ରେ ଏଡ୍ କରିଦେବା। ସେଥିରେ କିଛି ପାଣି ଏଡ୍ କରି ସାଇଡ଼୍‌ରେ ରଖିବା। ଆଗକୁ ଆମ କାମରେ ଆସିବ। ତ ଏଠି ମୁଁ ପିଆଜ ବି କଟିଂ କରିଦେଲି। ତାପରେ ଦେଖନ୍ତୁ ଏଠି ଗୋଟେ କରେଇରେ କିଛି ପାଣି ନେଇଛି। ସେଇଥିରେ ଆମେ ପାଣି ଟିକେ ଫୁଟିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ପାଣିଟା ଟିକେ ଗରମ ପୁରା ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା ପାଳଙ୍ଗ ଶାଗକୁ। ପାଳଙ୍ଗ ଶାଗକୁ ଅଧିକା ଆମେ ସିଝେଇବାନି। ଦେଖିବେ ପାଳଙ୍ଗ ଶାଗକୁ ଯଦି ଅଧିକା ସମୟ ସିଝେଇ ଦେବେ ତାହେଲେ ଦେଖିବେ ତାର କଲର୍ ହିଁ ଚେଞ୍ଜ ହେଇଯିବ। ପୁରା ବ୍ଲାକ୍ କଲର୍ ଆସିଯିବ। ତ ସେଥିପ୍ରତି ଧ୍ୟାନ ଦେବେ। କେବଳ ପାଳଙ୍ଗ ଶାଗଟା ଯେମିତିକି ଟିକେ ସଫ୍ଟ ବନିବ ନା ସେ ପର୍ଯ୍ୟନ୍ତ ହିଁ ଆମେ ତାକୁ ସିଝେଇବା। ତ ଦେଖନ୍ତୁ ଏଠି ପାଳଙ୍ଗ ଶାଗ ଯେହେତୁ ଆମେ ପାଣିରେ ଏଡ୍ କଲେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ହିଁ ମୁଁ ତାକୁ ଟିକେ ଫୁଟେଇଲି। ମାନେ ଯେମିତିକି ପାଳଙ୍ଗ ଶାଗଟା ପୁରା ପାଣିରେ ଫୁଟିଯିବ। ତ ଜାଣିଦେବେ ପରଫେକ୍ଟଲି ଏଇଠି ଆମର ସିଝି ବି ଗଲାଣି। ମାନେ 2ରୁ 3 ମିନିଟ୍ ସଫ୍ଟ ହିଁ ବନେଇବେ। ତାପରେ ତ ବରଫ ପାଣି ରଖିଥିଲେ ନା, ସେ ବରଫ ପାଣିରେ ଆମେ ସଙ୍ଗେ ସଙ୍ଗେ ପାଳଙ୍ଗ ଶାଗକୁ ଗରମରୁ ବାହାର କରି ଥଣ୍ଡାରେ ଏଡ୍ କରିବା। କରିବା ଦ୍ୱାରା କ'ଣ ହେବ ନା କୁକିଂଟା ଏଠି ପୁରା ଷ୍ଟପ୍ ହେଇଯିବ। ଆଉ ଦେଖିବେ ପାଳଙ୍ଗ ଶାଗଟା ଯେତେବେଳେ ବାଟିବେ କଲର୍ ତାର ବିଲକୁଲ ଚେଞ୍ଜ ହେବନି। ତ ଏମିତି ଯଦି ଥଣ୍ଡା ପାଣିରେ ଯଦି ଏଡ୍ କରିବେ। ତ ଏବେ କ'ଣ କରିବା ସାଇଡ଼୍‌ରେ ତାକୁ ରଖିଦେବା। ଆମେ ଗୋଟେ ପେନ୍ ନେବା। ସେଇଥିରେ ଆମେ ଏଡ୍ କରିଦେବା ରିଫାଇନ୍ ତେଲ। ରିଫାଇନ୍ ତେଲ ବଦଳରେ ଆପଣମାନେ ବଟର୍‌ରେ ବି ବନେଇ ପାରିବେ। ତେଲଟା ପୁରା ଗରମ ହେଇସାରିବା ପରେ ଆମେ ପିଆଜଟାକୁ ସେଥିରେ ଏଡ୍ କରିଦେବା। ପିଆଜଟା ପୁରା ଦେଖିବେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ପିଆଜକୁ ଭାଜିବା। ଯେମିତିକି ପିଆଜଟା ପୁରା ବ୍ରାଉନ୍ କଲର୍ ହେଇଯିବ। ତ ସେ ପର୍ଯ୍ୟନ୍ତ ଆମେ ଟିକେ ପିଆଜକୁ ଭାଜିବା। ସେଥି ଭିତରେ ଚାଲନ୍ତୁ ଆମେ ଶାଗଟାକୁ ଗ୍ରାଇଣ୍ଡିଙ୍ଗ କରିଦେବା। ତ ଦେଖନ୍ତୁ ଏଠି ମୁଁ ପାଳଙ୍ଗ ଶାଗରେ ଅଳ୍ପ ଟିକେ ମୁଁ ଏଡ୍ କରିଦେଇଛି ଧନିଆ ପତ୍ର, କାଜୁ ଆଉ କଞ୍ଚା ଲଙ୍କା 4ରୁ 5ଟି ଏଡ୍ କରିଦେଇଛି। ତ ଏବେ ଆକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେବା। ସେଥି ଭିତରେ ପିଆଜ ବି ଆମର ଭାଜି ବି ହେଇସାରିଲାଣି। ପୁରା ବ୍ରାଉନ୍ କଲର୍ କରି ମୁଁ ପିଆଜଟାକୁ ଏଠି ଭାଜିଛି। ଏଇଥିପାଇଁ କଲର୍‌ଟା ପୁରା ଯେମିତି ଟିକେ ଭଲ ଆସିବ। ଆଉ ପୁଣି ଦେଖିବେ ପିଆଜଟା ପୁରା ଗ୍ରେଭିରେ ମିକ୍ସ ହେଇଯିବ। ଆଉ ପିଆଜ ଟୋଟାଲ୍ ବି ପାଟିକି ଲାଗିବନି। ତା ଗ୍ରେଭିଟା ବହୁତ ବଢ଼ିଆ ବନିବ ଯଦି ପିଆଜଟାକୁ ଏଇ କଲର୍ ଆସିଲା ପର୍ଯ୍ୟନ୍ତ ଯଦି ଭାଜିବେ। ତ ପୁଣି ଥରେ ଆମେ ସେଇଥିରେ ଏଡ୍ କରିଦେବା ଅଦା ରସୁଣ ପେଷ୍ଟ ଏଡ୍ କରିବା। ତ ଆପଣମାନେ ଦେଖିପାରୁଥିବେ ଅଦା ରସୁଣ ପେଷ୍ଟ ଏଡ୍ କଲା ପରେ କଲର୍‌ଟା ଟିକେ ହାଲକା ଚେଞ୍ଜ ହେଇସାରିଛି। ତ ଧୀରେ ଧୀରେ ପୁରା ପିଆଜ ବି ଆମର ଏଠି ଅଦା ରସୁଣ ସହିତ ମିକ୍ସ ବି ହେଇସାରିଲାଣି। ତ ଏଇ ସମୟରେ କ'ଣ କରିବା ନା ଆମେ ଯେଉଁ ଚିକେନ୍‌ଟାକୁ ମ୍ୟାରିନେଟ୍ କରି ରଖିଥିଲେ ସେଇ ଚିକେନ୍‌କୁ ସେଇଥିରେ ଆମେ ଏଡ୍ କରିଦେବା। ଏଡ୍ କରିକିରି ଆମେ ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରିବା। ଚିକେନ୍‌ଟା ପୁରା ଯେମିତି ହ୍ୱାଇଟ୍ କଲର୍ ହେଲା ପର୍ଯ୍ୟନ୍ତ ପୁରା ଚିକେନ୍‌କୁ ଆମେ କେବଳ ଏଇ ପିଆଜ ପୁଣି ଅଦା ରସୁଣ ସହିତ ଆକୁ କଷିବା। ଆମେ ପୁରା ଚିକେନ୍ ପାଣି ଛାଡ଼ିଲା ପର୍ଯ୍ୟନ୍ତ କଷିବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ଟିକେ କଷିବେ। ତ ଯେତେ ଦେଖିବେ ଚିକେନ୍‌ଟା କଷିବେ ନା ଅଦା ରସୁଣ ପେଷ୍ଟରେ ପିଆଜରେ ସେତେ ବଢ଼ିଆ ପୁରା ଟେଷ୍ଟ ଆସିବ। ତ ଏବେ କ'ଣ କରିବା ନା କିଛି ସମୟ ରହିବା। ପୁଣି ଥରେ ଟିକେ ତାକୁ ମିକ୍ସ କରୁଥିବା। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଫ୍ଲେମ୍‌ରେ ରଖିବେ। ଚିକେନ୍‌କୁ ଟିକେ ଫ୍ରାଏ ହେବାକୁ ଦେବେ। ଚିକେନ୍‌ଟା ଟିକେ ଫ୍ରାଏ ହେଇସାରିବା ପରେ ଆମେ ସେଥିରେ କିଛି ଗୁଣ୍ଡ ମସଲା ଆଡ୍ କରିବା। ଗୁଣ୍ଡ ମସଲାରେ ଘରର ବେସିକ୍ ମସଲା ହିଁ ନେଇଛି। ଦେଖନ୍ତୁ ଏଇଠି ମୁଁ ନେଇଛି ହଳଦୀ ଗୁଣ୍ଡ ନେଇଛି ହାଫ୍ ଚାମଚ, ଘରର ଗରମ ମସଲା ନେଇଛି ଏଥିରେ 1 ଚାମଚ, ଆଉ ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କା ଗୁଣ୍ଡ ଏଡ୍ କରିବେ। ଆଉ ପୁଣି ସ୍ୱାଦ ଅନୁସାରେ ଦେଇଦେବେ ଲୁଣ। ଯେହେତୁ ଆମେ କଞ୍ଚା ଲଙ୍କାକୁ ପାଳଙ୍ଗ ଶାଗରେ ବାଟିଛନ୍ତି
ତ ସେ ଅନୁସାରେ ଏଡ଼୍ କରିବେ ଯେତିକି ରାଗ ଖାଇବେ। ତ ଏବେ କ'ଣ କରିବ ନା, ଯେହେତୁ ସେଥିରେ ମସଲାକୁ ସବୁ ଏଡ଼୍ କରିଦେଲେ ଭଲସେ ଟିକେ ମିକ୍ସ କରିଦେବା। ତ ଚାଲନ୍ତୁ ପାଳଙ୍ଗ ଶାଗକୁ ବି ସେତିକି ଭିତରେ ଆମେ ଟିକେ ଆଗ ପାଳଙ୍ଗ ଶାଗକୁ ଟିକେ ବାଟିଦେବା। ତ ଦେଖନ୍ତୁ ଏଠି ମୁଁ ପାଳଙ୍ଗ ଶାଗକୁ ବାଟି ଦେଇଛି, ଆଉ କଲର୍ ପୁରା କେତେ ବଢ଼ିଆ ପୁରା ଆସିଛି, ବିନା କଲର୍ରେ ବି ବହୁତ ବଢ଼ିଆ ପୁରା କଲର୍ଫୁଲ୍ ଆମର ଏଠି ରେସିପିଟି ବନିକି ରେଡ଼ି ହେବ। ତ ଯଦି ଏଇ ବରଫ ପ୍ରୋସେସ୍ଟା ନିହାତି କରନ୍ତୁ, ଦେଖିବେ ବରଫ ସହିତ ପାଳଙ୍ଗ ଶାଗକୁ ଥରେ ବନେଇକି ଦେଖନ୍ତୁ, ଟେଷ୍ଟ ବି ତା'ର ବହୁତ ବଢ଼ିଆ ଆସିବ, କଲର୍ ବି ବହୁତ ବଢ଼ିଆ ଆସିବ। ତ ଦେଖନ୍ତୁ ସେଥି ଭିତରେ ଆମର ଚିକେନ୍ ବି ଏଠି ପରଫେକ୍ଟଲି ପୁରା ସିଝି ବି ଗଲାଣି, ମାନେ ପାଖାପାଖି ଏଠି 70% ଚିକେନ୍ ପୁରା ମସଲାରେ କଷି ହେଇକି ସିଝି ବି ଗଲାଣି। ତାପରେ କ'ଣ କରିବ ନା, ଆମେ ସେ ଯେଉଁ ବଟାଟା ରଖିଥିଲେ କାଜୁ, ପାଳଙ୍ଗ ଶାଗ, କଞ୍ଚା ଲଙ୍କାର, ସେ ବଟାଟାକୁ ଏଡ଼୍ କରିଦେବା। ଆଉ ଜାର୍କୁ ଟିକେ କ୍ଲିନ୍ କରି ଅଳ୍ପ ଟିକେ ପାଣି ଦେଇଦେବା, ଯେହେତୁ ଆଉ ପାଣି ଏଥିରେ ଆଉ ଏଡ଼୍ କରିବାନି। ଯେତିକି ଆପଣମାନେ ଝୋଳ ରଖିବେ ଏଇ ସମୟରେ ପାଣି ଅଳ୍ପ ଟିକେ ଆଉ ଟିକେ ଏଡ଼୍ କରିପାରିବେ। ତ ନହେଲେ ପୁରା କଷି ହେଇସାରିଲା ପରେ ଆଉ ଟିକେ ପାଳଙ୍ଗ ଶାଗଟା ଏଡ଼୍ କରିପାରିବେ। ତ ଏବେ କ'ଣ କରିବା ନା, ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖନ୍ତୁ ଏଠି ଆମେ ପାଳଙ୍ଗ ଶାଗଟାକୁ ପୁରା ଆମେ 40% ହିଁ ସିଝେଇଛନ୍ତି, ମାନେ ସଫ୍ଟ ହିଁ ବନେଇଛନ୍ତି। ଯେହେତୁ ଝୋଳରେ ଏବେ ଚିକେନ୍ ଝୋଳରେ ପାଳଙ୍ଗ ଶାଗଟା ସିଝିବ ଯେତେ, ସେତେ ବଢ଼ିଆ ପୁରା କଲର୍ ଆସିବ, ଆଉ ସେତେ ବଢ଼ିଆ ସ୍ୱାଦ ବି ଆସିବ। ତ ଏବେ କ'ଣ କରିବା ନା, ଆକୁ ଭଲସେ ଟିକେ ମିକ୍ସ କରିଦେବା। ତ ଏଇଭଳି ପ୍ରୋସେସ୍ରେ ଦେଖନ୍ତୁ ପୁରା ମିକ୍ସ ହେଇସାରିଲା। ତ ମିକ୍ସ କରିବେ, ଏଇ ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ଦେଖିବେ ଲୋ ଆଞ୍ଚ ରଖିବେ। ରଖିକିରି ତାକୁ କଭର୍କୁ ଟିକେ ବନ୍ଦ କରିଦେବେ। ବନ୍ଦ କରିକି ପୁରା ସ୍ଲୋ ଆଞ୍ଚରେ ଆକୁ ଟିକେ ବନିବାକୁ ଦେବା ପୁରା 10 ମିନିଟ୍ ପର୍ଯ୍ୟନ୍ତ। ଆଉ ମଝି ମଝିରେ ଟିକେ ମିକ୍ସ କରୁଥିବେ, ଯେହେତୁ ଆମେ ଏଥିରେ କାଜୁ ଏଡ଼୍ କରିଛନ୍ତି, ପାଳଙ୍ଗ ଶାଗଟା ଟିକେ ବହଳିଆ ବନେଇଦେବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ପୋଡ଼ିବାର ବି ସମ୍ଭାବନା ଥାଏ, ଯେହେତୁ ପାଣି ଆମେ ଏଥିରେ ଅଧିକା ଏଡ଼୍ କରିନାହାନ୍ତି। ଅଳ୍ପ ଟିକେ ସେଥିରେ କସ୍ତୁରୀ ମେଥି ଏଡ଼୍ କରିଦେବା। ଦେଖିବେ ଚିକେନ୍ ତରକାରୀ ଯଦି ପାଣି ଦେଇଦେଲେ ନା, ସେ ପାଞ୍ଚିଆ ସ୍ୱାଦ ଆସିବ, ଅଧିକା ପାଣି ଯଦି ହେଇଯିବ। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ। ଚିକେନ୍ଟା ସବୁବେଳେ ଟିକେ ବହଳିଆ ରହିବ ନା, ଖାଇବାକୁ ଟେଷ୍ଟି ଲାଗିବ, ହାଲକା ଜୁସି ରହିବ ଯଦି। ତ ପୁଣି ଥରେ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରୁଥିବେ, ପୁଣି ଥରେ କଭର୍କୁ ବନ୍ଦ କରିଦେଉଥିବେ। ଏଭଳି ପ୍ରୋସେସ୍ରେ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଟିକେ ବନିବାକୁ ଦେବେ। 10 ମିନିଟ୍ ପରେ ଆପଣମାନଙ୍କୁ ମୁଁ ବାହାର କରି ଦେଖୁଛି, କଭର୍ ଦେଖନ୍ତୁ, ମାନେ ଏଠି ଚିକେନ୍ ତରକାରୀର ପୁରା କଲର୍ ହିଁ ପୁରା ଚେଞ୍ଜ ହେଇସାରିଛି, ଆଉ ପାଳଙ୍ଗ ଶାଗଟା ବି ବହୁତ ବଢ଼ିଆ ସିଝି ବି ଯାଇଛି। ଆଉ ଦେଖନ୍ତୁ ପୁରାପୁରି କଲର୍ ଚେଞ୍ଜ ହେଇଯାଇଛି, ପୁରାପୁରି ଢାବା ଷ୍ଟାଇଲ୍ର ବନିକି ରେଡ଼ି ହେଇଛି। ତ ଆପଣମାନେ ଘରେ ଏଇ ତରିକାରେ ଥରେ ମାତ୍ର ବନେଇକି ଦେଖନ୍ତୁ, ଘରେ ସମସ୍ତେ ପସନ୍ଦ କରିବେ। ଯେହେତୁ ଆଗକୁ ଆସୁଛି ନୂଆବର୍ଷ, ସେ ନୂଆବର୍ଷ ସ୍ପେଶାଲ୍ରେ ଆପଣମାନେ ଘରେ ବନେଇ ପାରିବେ କିଛି ନୂଆ ଆଇଟମ୍। ତ ଦେଖନ୍ତୁ ଏଠି ମୁଁ ଆପଣମାନଙ୍କ ପାଖରୁ ବି ଦେଖାଉଛି କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ଗୋଟେ ଲେଗ୍ ପିସ୍ ଆଣି ଦେଖେଇଲି। ଆଉ ଟିକେ ଟେଷ୍ଟକୁ ବଢ଼ିବା ପାଇଁ ଢାବା ଷ୍ଟାଇଲ୍ର ବନେଇବାକୁ ଯଦି ଚାହୁଁଛନ୍ତି, ବା ରେଷ୍ଟୁରାଣ୍ଟ ଷ୍ଟାଇଲ୍ର ବନେଇବାକୁ ଚାହୁଁଛନ୍ତି, ତାହେଲେ ଅଳ୍ପ ଟିକେ କୋଇଲାର ଫ୍ଲେଭର୍ ଦେବେ ନା, ତାହେଲେ ଦେଖିବେ ସ୍ୱାଦକୁ ସେ ବଢ଼େଇ ଦେଇଥାଏ କୋଇଲାର ଫ୍ଲେଭର୍। ତ ଏବେ କ'ଣ କରିବା ନା, ସେଥିରେ ଜଳୁଥିବା କୋଇଲାରେ ଅଳ୍ପ ଟିକେ ବଟର୍କୁ ଏଡ଼୍ କରିଦେବା, କଭର୍କୁ ବନ୍ଦ କରିକିରି ଆଉ କିଛି ସମୟ ରଖିବାକୁ ଦେବା। ତାପରେ କ'ଣ କରିବା ନା, ସାଇଡ଼୍ରେ ରଖିଦେବା। ଗୋଟେ ଏଠି ଆମେ ତା'ର ସ୍ପେଶାଲ୍ ଫୁଟଣଟା ବନେଇକି ରେଡ଼ି କରିବା। ଏଠି ଦେଖନ୍ତୁ ଗୋଟେ ପେନ୍ ନେଇଛି, ସେଥିରେ ବଟର୍ ଏଡ଼୍ କରିଛି ମୁଁ 2 ଚାମଚ, ଗୋଟେ ଶୁଖିଲା ଲଙ୍କା ଏଡ଼୍ କରିଛି। ତ ବଟର୍ ବଦଳରେ ଆପଣମାନେ ଘିଅ ବି ଏଡ଼୍ କରିପାରିବେ। ତ ଏବେ କ'ଣ କରିବା, ସେଥିରେ ରସୁଣକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ଼୍ କରିବା। ଦେଖିବେ ଏଇ ରସୁଣ ଛୁଙ୍କଟା ଦେବେ ବଟର୍ର ନା, ପୁରାପୁରି ଢାବା ଷ୍ଟାଇଲ୍ର ବନିକି ରେଡ଼ି ହେବ। କେହି ବି ଜାଣିପାରିବେନି ଯେ ଆପଣମାନେ ଆକୁ ଘରେ ବନେଇଛନ୍ତି। ବହୁତ ସ୍ୱାଦିଷ୍ଟ ଲାଗେ। ଆଉ ଅଳ୍ପ ଟିକେ କାଶ୍ମୀର ରେଡ଼୍ ଚିଲି ଏଡ଼୍ କଲେ, ଏଇଟା କଲର୍ ପାଇଁ ପୁରାପୁରି ଅପସନାଲ୍ ଅଛି। ତ ରସୁଣଟା ଟିକେ ହାଲକା କଲର୍ ଚେଞ୍ଜ ହେଲା ପରେ କାଶ୍ମୀର ରେଡ଼୍ ଚିଲି ଏଡ଼୍ କରିବେ, ନହେଲେ ପୋଡ଼ିଯିବ, ପୋଡ଼ା ମାନେ ବାସ୍ନା ଆସିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ଯେହେତୁ ଲଙ୍କାଗୁଣ୍ଡଟା ଏଡ଼୍ କଲେ, ଆମେ ଏବେ କଭର୍କୁ ଟିକେ ବନ୍ଦ, ମାନେ ଗ୍ୟାସ୍ ଆଞ୍ଚକୁ ଟିକେ ବନ୍ଦ କରିଦେବା, ବା ଗ୍ୟାସ୍କୁ ବନ୍ଦ କରିଦେବା। ତାପରେ କ'ଣ କରିବା ନା, ସେଇଠି ଦେଖନ୍ତୁ ଏଇଠି କୋଇଲାର ସବୁତକ ଫ୍ଲେଭର୍ ଚିକେନ୍‌କୁ ବି ଚାଲିଯାଇଛି। ସେ ଗିନାଟାକୁ ବାହାର କରିଦେବା। ତାପରେ ସେ ଯେଉଁ ଛୁଙ୍କଟା ଆମେ ପ୍ରସ୍ତୁତ କରିଛନ୍ତି, ତାକୁ ସେଇଥିରେ ଆମେ ଏଡ଼୍ କରିଦେବା। ଏଡ଼୍ କରିସାରିବା ପରେ ଆପଣମାନଙ୍କୁ ଦେଖେଇବି ମୁଁ ମିକ୍ସ କରି, କେତେ ବଢ଼ିଆ ଦେଖନ୍ତୁ ରେସିପିଟି ବନିକି ରେଡ଼ି ହେଇଛି। ତ ଆପଣମାନେ ଏ ନୂଆ ତରିକାରେ ଘରେ ଥରେ ମାତ୍ର ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ, ମୋତେ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଦେଖନ୍ତୁ, ମାନେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ଫାଇନାଲି ରେସିପିଟି ବନିକି ରେଡ଼ି ହେଇସାରିଲାଣି। ମୁଁ କ'ଣ କ'ଣ କହିଯାଉଛି। ତ ଫ୍ରେଣ୍ଡସ୍, ଆପଣଙ୍କର ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍‌ରେ ଯଦି ନୂଆ ଅଛନ୍ତି, ଚ୍ୟାନେଲ୍‌କୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ ଗ୍ରେଭିଟା କେତେ ବଢ଼ିଆ ବନିକି ରେଡ଼ି ହେଇଛି। ତ ଆପଣମାନେ ଏଇ ତରିକାରେ ନିହାତି ଟ୍ରାଏ କରନ୍ତୁ, ସ୍ୱାଦ ହିଁ ଭୁଲି ପାରିବେନି। ଯେବେ ବି ଚିକେନ୍ ଆଣିବେ ନା, ଏଇ ରେସିପିଟି ହିଁ ବନେଇବା ପାଇଁ ପସନ୍ଦ କରିବେ। ପାଳଙ୍ଗ ଶାଗ ସରିବା ଆଗରୁ ଥରେ ମାତ୍ର ଟ୍ରାଏ କରନ୍ତୁ, ବହୁତ ବଢ଼ିଆ ଲାଗିବ ଏ ରେସିପିଟି। ଆଉ ଯଦି ଫେସବୁକ୍ ପେଜ୍‌ରେ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲି ଆମର ରେସିପିଟି ବନିକିରି ରେଡ଼ି ହେଇସାରିଛି। ଆପଣମାନେ ରୁଟି ସହିତ, ଭାତ ସହିତ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।